ପତିଆଲଠାରେ ଶ୍ରୀ ଶ୍ରୀ କାର୍ତ୍ତିକ ମହୋତ୍ସବ ପୂଜା ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତର ପତିଆଲପଡ଼ାଠାରେ ଶ୍ରୀ ଶ୍ରୀ କାର୍ତ୍ତିକ ମହୋତ୍ସବ ପୂଜାର କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳାମାନେ ଭାଗ ନେଇ ପୂର୍ଣ୍ଣ କଳସଟିକୁ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଏହି ପୂଜା 13 ତାରିଖ ଠାରୁ ଆରମ୍ଭ ହୋଇ 17 ତାରିଖ ପର୍ଯ୍ୟନ୍ତ ଚାଲି ରହିବ। ଉକ୍ତ ପୂଜାର କର୍ତ୍ତା ଭାବେ ଶ୍ରୀଯୁକ୍ତ ଟିକେଲାଲ ମାଝୀ ତାଙ୍କର ଧର୍ମପତ୍ନୀ ଶ୍ରୀ ଧନମତୀ ମାଝୀ ଦାୟିତ୍ୱ ତୁଲାଉଛନ୍ତି। ପୂଜକ ଶ୍ରୀଯୁକ୍ତ ସୁଶାନ୍ତ ପାଢ଼ୀ ଓ ତାଙ୍କ ସହଯୋଗୀ ପବିତ୍ର ପ୍ରସାଦ ପାଢ଼ୀ ସୁନ୍ଦର ଭାବେ ରୀତିନୀତିର ସହିତ ପୂଜା ଅର୍ଚ୍ଚନାଟାକୁ ଆଗେଇ ନେଇଛନ୍ତି। ଏହି ଯାତ୍ରାର ଘଣ୍ଟ ଦଳର ଘଣ୍ଟବାଦ୍ୟ ହୁଳହୁଳି କରି ହରିବୋଲ ଧୁନରେ ପତିଆଲପଡ଼ା ଗ୍ରାମ କମ୍ପି ଉଠିଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂଜା କମିଟିର ସମ୍ପାଦକ ଦୀନବନ୍ଧୁ ମାଝୀ, କୋଷାଧ୍ୟକ୍ଷ ଚନ୍ଦ୍ରକାନ୍ତ ମାଝୀ, ପୂର୍ବତନ ସଭାପତି ତୁପଲେଶ୍ୱର ମାଝୀ, ପୂଜା କମିଟିର କର୍ମକର୍ତ୍ତା ଗଣେଶ ମାଝୀ, ଚନ୍ଦ୍ରଭୁଜ ମାଝୀ, ମହେନ୍ଦ୍ର ମାଲି, ବିଶିକେଶ ମାଝୀ, ଭକ୍ତ କାଣ୍ଡ, ରିଖିରାମ ମାଝୀ, ଅଭିରାମ ମାଝୀ ଓ ସମସ୍ତ ଗ୍ରାମବାସୀ ଯୋଗ ଦେଇ ସହଯୋଗ କରିଥିଲେ। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।